Srimad-Bhagavatam, 8th canto, chapter 1, text 11. Jam pasyati na pasyantam, chakirjasya narisyati, tam bhutanilayam devam, suparnam upadhavata. Jam pasyati na pasyantam, chakirjasya narisyati, tam bhutanilayam devam, suparnam upadhavata. Translation by Srila Prabhupada. Manu, Swami Manu कहते जदिओ भगवान परमेश्वर भगवान ये जगतर समस्त क्रियाकलाप देखुचंती लक्ष्य करुचंती तथापि कहीं तांको देखि पारंती ना यहाँ नहीं कहीं परि भाबा उचित नुहे जे कहीं जे तांको देखि पारनांती तेणु से किछि देखुनांती कारण तांकर दृष्टि शक्ति के ह्रास होनी से प्रत्येक व्यक्ति से परमात्मा भगवान जे कि सर्वदा जीव सहित एक सखा बंधु रूप तांकर आराधना करने उचित श्लोक अर्थ कुंती देवी उनकर प्रार्थना अच्छी भगवान कृष्ण को से कहते अलक्ष्यम सर्वभूतानां अंतर्बहिरवस्थितम् अर्थात हे कृष्ण आपण अंतर्बहि भीतर अछंती बाहर अछंती प्रत्येकंकर तथापि बुद्धिहीन बद्ध जीव आपण देखि पारंती ना श्रीमद् भगवद गीता मध्ये कहाइछि जे भगवान को जाने देखि पारिबो से ज्ञान चक्षु साध्य देखि पारिबो तेणु जे ज्ञान चक्षु उन्मोचन करती उन्मीलन करती से होती गुरुदेव तेणु गुरु को प्रणाम गुरु संबंध प्रार्थना मंत्र अच्छी आमर अंग ज्ञान ज्ञानांजन शलाकया चक्षुर्मिलित तस्मै श्री गुरु नमः ये प्रार्थना मंत्र अच्छी मुझे गुरु को प्रणाम करुचे जे कि से ज्ञान चक्षु दान करी मोर चक्षुर्मिलन करचंती जो चक्षु अज्ञान अंधकार द्वारा अंध बंद हो जाता ये गौतमीय तंत्र कहुचे तेणु गुरुंकर काम हूँ शिष्यंकर से ज्ञान चक्षु खोलिबा जितेबाला शिष्य ज्ञान चक्षु लाभ करती ज्ञानता दूर हो जाए सेतेबेले से सर्वत्र भगवान को दर्शन कर पारती कारण प्रकृत पक्षे भगवान सर्वत्र विद्यमान अच्छा अन्नांतरस्थ परमाणु चयांतरस्थम ये ब्रह्म संहिता कहुचे भगवान समग्र ब्रह्मांड रही परिव्याप्त ही सब जीव हृदय अच्छी एपरिकी अणु परमाणु मध्य से अच्छी आम ज्ञान नथिबा हेतु प्रकृत ज्ञान नथिबा हेतु आमे देखि पारनु किंतु गभीर भाव चिंता कले आमे सर्वत्र भगवान को देखिपर विद्यमान जापर ये तालीम दरकार सामान्य किसी परिमाण में जदि चिंता करिबा ताहले एपरिकी एक अति पतित जीव मध्य भगवान को सर्वत्र देखिपर आमे जेतबेले एक कथा विचार को नबा जे जो अनंत सागर रही विराट सागर रही से कार संपत्ति विराट स्थलभाग रही से कार संपत्ति
ଏବଂ ଆକାଶ ପରିବ୍ୟାପ୍ତ ହେଇକି ରହିଛି। ଆକାଶରେ ଅସଂଖ୍ୟ ତାରକା ଗ୍ରହଗଣ ରହିଛନ୍ତି। କିଏ ଏଇ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛନ୍ତି, ନିର୍ମାଣ କରିଛନ୍ତି? ଏ ବ୍ରହ୍ମାଣ୍ଡ କାହାର ସମ୍ପତ୍ତି? ଏଥିରୁ ଆମେ ନିଶ୍ଚିତ ଭାବରେ ଜାଣିପାରିବା ବା ଏ ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ ଏହା ଜଣେ ମାଲିକ ଅଛନ୍ତି। ଆମେ ଯେତେବେଳେ କୌଣସି ଏକ କ୍ଷୁଦ୍ର ଭୂଖଣ୍ଡ ଉପରେ ବା ଜମି ଉପରେ ମାଲିକାନା ଦାବି କରୁ, ସେତେବେଳେ ଆମେ ବ୍ୟକ୍ତିଗତ ଭାବରେ ହଉ ବା ବଂଶଗତ ବା ଜାତିଗତ ଭାବରେ ହଉ ମାଲିକାନାକୁ ଦାବି କରୁଛୁ, ଆମେ ସେତେବେଳେ ଏ କଥା ଭାବିବା ଉଚିତ ଆମେ କିପରି ମାଲିକ ହେଲେ। ଆମର ଜନ୍ମ ପୂର୍ବରୁ ବା ଏ ଭୂମିକୁ ଆସିବା ପୂର୍ବରୁ ଏ ଜମି ଥିଲା, ଏ ଭୂମି ଥିଲା, ତାହେଲେ ଏହା କେମିତି ଆମର ସମ୍ପତ୍ତି ହେଲା? ଏ ପ୍ରକାର ବିଚାର ଆମକୁ ସାହାଯ୍ୟ କରିବ କଥା ବୁଝିବା ପାଇଁ ଯେ ଜଣେ ପରମ ମାଲିକ ଅଛନ୍ତି, ଯିଏକି ସବୁର ମାଲିକ, ସେ ହେଉଛନ୍ତି ପରମେଶ୍ୱର ଭଗବାନ। ଭଗବାନ ସର୍ବଦା ଜାଗ୍ରତ ଅଛନ୍ତି। ବଦ୍ଧାବସ୍ଥାରେ ଆମମାନେ ସବୁ କଥା ଭୁଲି ଯାଉଛେ, କାରଣ ଆମେ ସ୍ୱର ପରିବର୍ତ୍ତନ କରୁଛେ, କିନ୍ତୁ ଭଗବାନଙ୍କ ସ୍ୱର ପରିବର୍ତ୍ତିତ ହୁଏ ନା। ସେଥିପାଇଁ ସେ ଭୂତ ଭବିଷ୍ୟ ବର୍ତ୍ତମାନ ତ୍ରିକାଳର କଥା ମନେ ରଖିଛନ୍ତି। ଶ୍ରୀମଦ୍ ଭଗବତ ଗୀତା 4th ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି, ଇମଂ ଯୋଗଂ ପ୍ରୋକ୍ତବାନ ଅଙ୍ଗବ୍ୟୟମ୍, ମୁଁ ଏ ଯେଉଁ ଯୋଗ ବିଜ୍ଞାନ ବା ଭଗବତ ଗୀତା ଯାହା କହୁଛନ୍ତି ତାହା 40 ଲକ୍ଷ ବର୍ଷ ପୂର୍ବେ ଏ ବିବସ୍ୱାନଙ୍କୁ କହିଥିଲେ। ଯେତେବେଳେ ଅର୍ଜୁନ ଜିଜ୍ଞାସା କଲେ ଯେ ସେ ଭଗବାନ ଶ୍ରୀକୃଷ୍ଣ କିପରି ଏ କଥା ମନେ ରଖିଛନ୍ତି, ଏତେ ଦୀର୍ଘ କାଳ ପୂର୍ବେ ଯାହା ଘଟିଥିଲା, ତାର ଉତ୍ତରରେ ଭଗବାନ କହିଲେ ଯେ ଅର୍ଜୁନ ମଧ୍ୟ ତାଙ୍କ ସହିତ ସମୟରେ ଉପସ୍ଥିତ ଥିଲେ, କିନ୍ତୁ କାରଣ ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ବନ୍ଧୁ, କୃଷ୍ଣ ଯୁଆଡ଼େ ଯାଆନ୍ତି ଅର୍ଜୁନ ତାଙ୍କ ସାଥିରେ ଯାଆନ୍ତି, କିନ୍ତୁ ତଫାତ୍ ହେଉଛି କୃଷ୍ଣ ସବୁ କଥା ମନେ ରଖିପାରୁଛନ୍ତି, କିନ୍ତୁ ଅର୍ଜୁନ ଭଳି ଏକ ଜୀବ ଅତି ଅଣୁଅଂଶ ହେଇଥିବା ହେତୁ ଭୁଲି ଯାଉଛି। ସେଥିପାଇଁ କୁହାଯାଇଛି ଭଗବାନଙ୍କର ଦୃଷ୍ଟି କେବେ ହ୍ରାସ ହେଉନାହିଁ। ଏ ମଧ୍ୟ ଶ୍ରୀମଦ୍ ଭଗବତ ଗୀତା 5th ଅଧ୍ୟାୟରେ ସ୍ୱୀକୃତ ହେଇଛି, ସର୍ବସ୍ୟ ଚାଂ ହୃଦୟ ସନ୍ନିବିଷ୍ଟ ମତ୍ତ ସ୍ମୃତି ଜ୍ଞାନ ଅପମାନଞ୍ଚ। ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସବୁ ଜୀବ ହୃଦୟରେ। ଭଗବାନଙ୍କ ଠାରୁ ସ୍ମୃତି ବିସ୍ମୃତି ଜ୍ଞାନ ଆସୁଛି। ଏ ମଧ୍ୟ ଏ ଶ୍ଲୋକରେ ସୂଚିତ ହେଇଛି ସୁପର୍ଣ୍ଣମ ଶବ୍ଦ ବ୍ୟବହାର ଦ୍ୱାରା। ସୁପର୍ଣ୍ଣମ ଶବ୍ଦର ଅର୍ଥ ହେଉଛି ସଖା, ବନ୍ଧୁ। ଶ୍ଵେତାଶ୍ଵେତର ଉପନିଷଦରେ ମଧ୍ୟ କୁହାଯାଇଛି ଦେବା ସୁପର୍ଣ୍ଣା ସଜୁଜା ସଖାୟା ସମାନଂ ବୃକ୍ଷଂ ପରିଶସ୍ୱଦାତି। ତା ଶ୍ଵେତାଶ୍ଵେତର ଉପନିଷଦ ମଧ୍ୟ କୁହାଯାଇଛି। ଅର୍ଥାତ୍ ଗୋଟିଏ ଗଛରେ ଦୁଇ ବନ୍ଧୁ ଭଳି ଦୁଇଟି ପକ୍ଷୀ ବସିଛନ୍ତି। ଗୋଟିଏ ପକ୍ଷୀ ବୃକ୍ଷର ଫଳ ଖାଉଛି, ଆଉ ଗୋଟେ ପକ୍ଷୀ କେବଳ ଦେଖୁଛି। ଦେଖିବା ପକ୍ଷୀ ବା ସାକ୍ଷୀ ପକ୍ଷୀ ସର୍ବଦା ବନ୍ଧୁ ରୂପରେ ବା ସଖା ରୂପରେ ଫଳ ଖାଉଥିବା ପକ୍ଷୀ ସାଥିରେ ଅଛନ୍ତି ଏବଂ ତାଙ୍କୁ ସ୍ମୃତି ଦେଉଛନ୍ତି। ଏପରି ଭାବରେ ଆମମାନେ ଯଦି ଏକଥା ବିଚାର କରିବା ଜାଣିବା ଯେ ଭଗବାନ ଆମର ଦୈନନ୍ଦିନ କାର୍ଯ୍ୟକୁ ଦେଖୁଛନ୍ତି, କାରଣ ସେ ସର୍ବତ୍ର ବିଦ୍ୟମାନ ଅଛନ୍ତି। The word chakshurjasya narishyati mean that although we cannot see him, it doesn't mean that he cannot see us. ये श्लोक जे व्यवहृत है चक्षुर्जस्य नारिष्यति, तार अर्थ होची यदि आमने से भगवान को देखि पारनु, तार अर्थ नहीं जे से देखि पारना। Not as he dies because human is annihilated. ଯେତେବେଳେ ସମଗ୍ର ଦୃଶ୍ୟ ଜଗତ ଭୌତିକ ସୃଷ୍ଟି ଧ୍ୱଂସ ହେଇଯାଏ, ସେତେବେଳେ ମଧ୍ୟ ଭଗବାନ ମରିଯାଆନ୍ତି ନା। The example is given in this connection that the sunshine is present when the sun is present, but when the sun is not present or when we cannot see the sun, doesn't mean that sun is lost.
ସମ୍ବନ୍ଧରେ ଉଦାହରଣ ଦିଆଯାଏ ଯେ ଯେତେବେଳେ ସୂର୍ଯ୍ୟ ଅଛନ୍ତି ସେତେବେଳେ ସୂର୍ଯ୍ୟ କିରଣ ଅଛି, କିନ୍ତୁ ଯେତେବେଳେ ସୂର୍ଯ୍ୟ ନଥାନ୍ତି ବା ଆମେ ଯେତେବେଳେ ସୂର୍ଯ୍ୟଙ୍କୁ ଦେଖି ନପାରୁ ତାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ନାହାନ୍ତି। The sun is there but we cannot see it. ସୂର୍ଯ୍ୟ ଅଛନ୍ତି କିନ୍ତୁ ଆମେମାନେ ତାଙ୍କୁ ଦେଖିପାରୁନୁ। Similarly, although we cannot see the supreme personality Godhead in our present darkness, our lack of knowledge is always present, seeing our activities. ଠିକ୍ ସେହିପରି ଯଦିଓ ଆମମାନେ ଭଗବାନଙ୍କୁ ଦେଖିପାରୁନୁ, ଆମର ଅଜ୍ଞାନ ଅନ୍ଧକାର ଯୋଗୁଁ ବା ଅଜ୍ଞାନତା ଯୋଗୁଁ, ଜ୍ଞାନହୀନତା ଯୋଗୁଁ, ତାର ଅର୍ଥ ନୁହେଁ ଯେ ଭଗବାନ ନାହାନ୍ତି, କିନ୍ତୁ ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି, ସେସବୁ କଥା ଦେଖୁଛନ୍ତି। ଆଦି ପରମାତ୍ମା ଇଜ୍ ଦି ୱିଟନେସ୍ ଆଣ୍ଡ ଆଡଭାଇଜର। ପରମାତ୍ମା ରୂପରେ ସେ ହେଉଛନ୍ତି ଉପଦ୍ରଷ୍ଟା ଓ ଅନୁମନ୍ତା। Therefore, by following the instruction of the spiritual master, studying authorized literatures, one can understand that God is present before us, seeing everything, although we have no eyes and wish to see Him. ସେଥିପାଇଁ ଗୁରୁଦେବଙ୍କର ଯେଉଁ ଶିକ୍ଷା ଉପଦେଶ ତାକୁ ଅନୁସରଣ କଲେ ଏବଂ ପ୍ରାମାଣିକ ବୈଦିକ ଶାସ୍ତ୍ର ଅଧ୍ୟୟନ କଲେ ଆମମାନେ କଥା ବୁଝିପାରିବା ଯେ ଭଗବାନ ଆମ ସମକ୍ଷରେ ବିଦ୍ୟମାନ ଅଛନ୍ତି, ସବୁକିଛି ଦେଖୁଛନ୍ତି, ଯଦିଓ ଆମମାନେ ତାଙ୍କୁ ଦେଖିପାରୁନାହୁଁ। ଏ ହେଲା ଶ୍ଲୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ। ଯମ୍ ପଶ୍ୟତି ନ ପଶ୍ୟନ୍ତଂ ଚକ୍ଷୁର୍ଯସ୍ୟ ନ ରିଷ୍ୟତି ତଂ ଭୂତ ନିଳୟଂ ଦେବଂ ସୁବର୍ଣ୍ଣ ଉପଧାବତ। ସ୍ୱୟଂଭୂ ମନୁଙ୍କର ଏ କଥା। ସ୍ୱୟଂଭୂ ମନୁ ଜଣେ ମହାଜନ, ମାନବ ଜାତି ପିତା, ଆଉ ତେଣୁ ସେ ଯାହା କହୁଛନ୍ତି ତା ସିଦ୍ଧାନ୍ତ ବାକ୍ୟ। ମନୁ କହୁଛନ୍ତି ଯେ ସେ ଭଗବାନ ବରାବର ଅଛନ୍ତି, ଭଗବାନ ବରାବର ଦେଖୁଛନ୍ତି, କିନ୍ତୁ ଆମମାନେ ତାଙ୍କୁ ଦେଖିପାରୁନୁ। ୟା ବୋଲି ଆମେ ଭାବିବା ଉଚିତ ନୁହେଁ ଯେ ଆମେ ତାଙ୍କୁ ଦେଖିପାରୁନାହୁଁ ବୋଲି ସେ ନାହାନ୍ତି ଏବଂ ସେ ଦେଖିପାରୁନାହାନ୍ତି, ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ହେଇଯାଉଛି, ଏପରି କେତେ ଭାବିବା ଉଚିତ। ତାଙ୍କ ଦୃଷ୍ଟିଶକ୍ତି କେବେ ହ୍ରାସ ହେଉନି। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଭଗବାନ ପରମାତ୍ମା ରୂପରେ ହୃଦୟ ମଧ୍ୟରେ ଅଛନ୍ତି, ଆତ୍ମାର ବନ୍ଧୁ ହିସାବରେ ରହିଛନ୍ତି, ତାଙ୍କର ଆରାଧନା କରିବା ଉଚିତ। ଏ ହେଉଛି ଆମର ସିଦ୍ଧାନ୍ତ ବାକ୍ୟ, ସିଦ୍ଧାନ୍ତ କଥା। ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି, ଅନ୍ତର୍ବହି। ଯେପରି କୁନ୍ତୀ ଦେବୀଙ୍କର ବାକ୍ୟ ଉଦ୍ଧାର କରି ଆମର ପରମାରାଧ୍ୟ କହିଛନ୍ତି ଅଲକ୍ଷ୍ୟମ୍ ସର୍ବଭୂତାନ ଅନ୍ତର୍ବହି ଅବସ୍ଥିତ। ସେ ଅନ୍ତର୍ବହି ଅଛନ୍ତି, ଭିତରେ ଅଛନ୍ତି, ବାହାରେ ଅଛନ୍ତି। ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି, କିନ୍ତୁ ଆମମାନେ ତାଙ୍କୁ ଦେଖିପାରୁନୁ। କାରଣଟା କ'ଣ? କାହିଁକି ଆମେ ତାଙ୍କୁ ଦେଖିପାରୁନୁ? ନା ତାଙ୍କୁ ଦେଖିବା ପାଇଁ ଯେଉଁ ଚକ୍ଷୁ ଦରକାର, ଯେଉଁ ଦୃଷ୍ଟି ଦରକାର, ସେ ଦୃଷ୍ଟି ଆମର ନାହିଁ। ତେଣୁ ଆମେ ତାଙ୍କୁ ଦେଖିପାରୁନୁ, ବା ଅନ୍ୟ କଥାରେ ଭଗବାନଙ୍କୁ ଦେଖିବା ଦିଗରେ ଆମେ ଅନ୍ଧ। ଭଗବାନଙ୍କୁ ଦେଖିବା ଦିଗରେ ଆମେ ଅନ୍ଧ। ଭଗବାନଙ୍କୁ ଦେଖିବା ପାଇଁ ଯେଉଁ ଦୃଷ୍ଟି ବା ଚକ୍ଷୁ ଦରକାର, ସେ ଦୃଷ୍ଟି ବା ଚକ୍ଷୁ ଆମର ନାହିଁ। ତେଣୁ ଆମେ ସେ ଦିଗରେ ଅନ୍ଧ, ସେଥିପାଇଁ ଆମେ ଦେଖିପାରୁନୁ। ୟା ବୋଲି କଥା ନୁହେଁ ଯେ ଭଗବାନ ନାହାନ୍ତି। ଯେପରି ଆମେ କହୁ, ବାରମ୍ବାର ଏ କଥା ଆମେ କହୁଛେ, ଜଣେ ଜନ୍ମାନ୍ଧ ଥିଲା, ଜନ୍ମାନ୍ଧ ବାଳ, ଜନ୍ମରୁ ଅନ୍ଧ ସେ। ତେଣୁ ସେ କେବେ ସୂର୍ଯ୍ୟ ଦେଖିନି, ସୂର୍ଯ୍ୟ ଦର୍ଶନ କରିନି, ଜନ୍ମରୁ ଅନ୍ଧ। ତେଣୁ ଯେଉଁମାନଙ୍କର ଚକ୍ଷୁ ଅଛି, ଯେଉଁମାନେ ସୂର୍ଯ୍ୟ ଦର୍ଶନ କରୁଛନ୍ତି, ସେମାନେ ଯେତେବେଳେ କହନ୍ତି ସୂର୍ଯ୍ୟ ଉଦୟ ହେଲା, ଦିନ ହେଲା, ସୂର୍ଯ୍ୟ କିରଣ ପଡ଼ିଲାଣି, ଦିନ ହେଲାଣି, ଉଠ ଉଠ, ରାତି ପାଇଗଲା, ଅନ୍ଧକାର ଦୂର ହେଇଗଲାଣି, ଉଠ ଉଠ। ସୂର୍ଯ୍ୟଙ୍କ ସମ୍ବନ୍ଧରେ ଏପରି ଯେତେବେଳେ କଥାବାର୍ତ୍ତା ହୁଅନ୍ତି, ସେ ଜନ୍ମାନ୍ଧ ବାଳକ ଭାବେ କ'ଣ ଏବେ କହୁଛନ୍ତି କି? ଇଏ କ'ଣ ସୂର୍ଯ୍ୟ, ସୂର୍ଯ୍ୟ କ'ଣ କହୁଛନ୍ତି? ସୂର୍ଯ୍ୟ ଗୋଟାଏ କ'ଣଟା ବସ୍ତୁ? ସୂର୍ଯ୍ୟ କ'ଣ ୟାଙ୍କର ଦିନ ରାତି କରୁଛି ଇଏ କହୁଛନ୍ତି? କାହିଁ ସୂର୍ଯ୍ୟ ତ ମୁଁ ଦେଖିପାରୁନି, ମୋ ଦିନ ରାତି ତ ମୁଁ ନିଜେ କରୁଛି। ମୁଁ ଯେତେବେଳେ ଶୋଉଛି ମୋ ରାତି ହେଲା, ମୁଁ ଯେତେବେଳେ ଉଠୁଛି ମୋ ଦିନ। ୟାଙ୍କର ଦିନ ରାତି ସୂର୍ଯ୍ୟ କ'ଣ କରୁଛନ୍ତି? ସେ ସୂର୍ଯ୍ୟ ଗୋଟାଏ କିଏ କୋଉଠି ଅଛ? ସବୁ ସେ ଲୋକଙ୍କ ହେ ହେ ସେ ସୂର୍ଯ୍ୟ ଫୂର୍ଯ୍ୟ କଥା କହି ମୋ ଶାନ୍ତି ଭଙ୍ଗ କରନା ତୁମେ।
ଏ କଥା ଅଛି ଗୋଟେ ଇଂରେଜୀ କବିତା ଅଛି, ଇଂଲିଶ ପୋଏମ୍, ବ୍ଲାଇଣ୍ଡ ବୟ ପୋଏମ୍, ସେଥିରେ ଏ କଥା ଅଛି। ତେବେ ଏ କି ପ୍ରକାର କଥା? ତେବେ ସେ ଜନ୍ମରୁ ଅନ୍ଧ, ବି ସୂର୍ଯ୍ୟ ଦେଖୁନା ବା ସୂର୍ଯ୍ୟକୁ ଦେଖିବା ପାଇଁ ଯୋଉ ଦୃଷ୍ଟି ଦରକାର ତୁମର ନାହିଁ, ତେଣୁ ତୁମେ ସୂର୍ଯ୍ୟ ଦେଖୁନା। ୟା ବୋଲି କଣ ସୂର୍ଯ୍ୟ ନାହାନ୍ତି ନା କି? ଆଉ ଯୋଉମାନଙ୍କ ଦୃଷ୍ଟି ଅଛି ସେମାନେ ତ ସୂର୍ଯ୍ୟ ଦେଖୁଛନ୍ତି, ଆଉ ସେମାନେ ସୂର୍ଯ୍ୟଙ୍କ କଥା କହୁଛନ୍ତି। ତୁମେ ଅନ୍ତତଃ ଭାବିବା ଉଚିତ ଯେ ନା, ସୂର୍ଯ୍ୟକୁ ଦେଖିବା ପାଇଁ ମୋର ଚକ୍ଷୁ ନାହିଁ, ମୁଁ ଅନ୍ଧ। ଆଉ ଯାହାଙ୍କର ଚକ୍ଷୁ ଅଛି, ଦୃଷ୍ଟି ଅଛି, ସେ ସୂର୍ଯ୍ୟ ଦେଖୁଛନ୍ତି, ତେଣୁ ତାଙ୍କ କଥାଟା ମାନିନେବା। ଆଉ କିପରି ମୁଁ ସୂର୍ଯ୍ୟ ଦେଖିବି, ସେଥିପାଇଁ ବଡ଼ ବ୍ୟଗ୍ର ହେବା ଉଚିତ। ମୁଁ ତ ସେ ଦିଗରେ ଅନ୍ଧ, ତେବେ ମୁଁ ସେ ଦୃଷ୍ଟି କିପରି ଲାଭ କରିବି, ମୁଁ ସୂର୍ଯ୍ୟଙ୍କୁ କେମିତି ଦେଖିବି, ସେ ଦିଗରେ ତୁମେ ଜିଜ୍ଞାସା କର। ସେ ଉପାୟ ତାର ଅଛି, ତା ତୁମେ ପ୍ରାପ୍ତ ହେଇପାରିବ ଚକ୍ଷୁ, ମୁଁ ସୂର୍ଯ୍ୟଙ୍କୁ ଦେଖିପାରିବ। ୟା ବୋଲି ମୁଁ ସୂର୍ଯ୍ୟଙ୍କୁ ଦେଖୁନି ତେଣୁ ସୂର୍ଯ୍ୟ ନାହାନ୍ତି, ସେହିପରି ମୁଁ ଭଗବାନଙ୍କୁ ଦେଖୁନି ତେଣୁ ଭଗବାନ ନାହାନ୍ତି, ଏପରି କଥା କହିବା ତଦ୍ରୁପ କଥା, ମୂର୍ଖାମି, ଅଜ୍ଞତା ଏଗୁଡ଼ାକ ବୁଝିବାକୁ ପଡ଼ିବ। ଆଉ ଆମେ ଆମର ଅଜ୍ଞତା ବା ଆମର ଯୋଉ ଦୋଷ ଅଛି, ଜ୍ଞାନହୀନତା କଥା ଆମେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁ। ତେଣୁ ଆମେ ତ ଭଗବାନଙ୍କୁ ଦେଖିନୁ, ଭଗବାନ କୋଉଠି ଅଛନ୍ତି? ଜୋରରେ, ବଡ଼ ଜୋରରେ ମଧ୍ୟ କହନ୍ତି ଅନେକ ତଥାକଥିତ ଖୁବ ବଡ଼ ବଡ଼ ଲୋକ, ନେତା ହେଇଛନ୍ତି, ନେତୃସ୍ଥାନୀୟ ବ୍ୟକ୍ତି ହେଇଛନ୍ତି, ସେମାନେ କହନ୍ତି ଆରେ ଭଗବାନ ଭଗବାନ ସବୁ କହୁଛନ୍ତି, କଣ ଭଗବାନଙ୍କୁ କିଏ ଦେଖିଛି ନା କି? କିଏ ଦେଖିଛି? କହୁ ଦେଖିଛି ବୋଲି ସେ ଦେଖେଇଦବ ମତେ, ତାହେଲେ ମୁଁ ବିଶ୍ୱାସ କରିବି ଯେ ହଁ ଭଗବାନ ଅଛନ୍ତି। ଯାହା ନହେଲେ ମୁଁ ବିଶ୍ୱାସ କରିବି। ମୁଁ ତ ଏଡ଼େ ବଡ଼ ଲୋକ, ମୁଁ ଏଡ଼େ ବଡ଼ ନେତା ହେଇଛି, ମୁଁ ତ ଦେଖିପାରୁନି, ଆଉ ଗୋଟେ କିଏ ଭଗବାନଙ୍କୁ ଦେଖିଛି ନା କି? এইটা কথাটা ସେମାନେ କହୁଛନ୍ତି। ଏଟା ନେତା ହେଇଛନ୍ତି, ବଡ଼ ବଡ଼ ନେତା ହେଇଛନ୍ତି, କିନ୍ତୁ ବୁଝୁନାହାନ୍ତି ଆରେ ତୁମେ ଯେ ଭଗବାନଙ୍କୁ ଦେଖିବା ପାଇଁ ଅନ୍ଧ, ତୁମେ ଯୋଉ ଅନ୍ଧ, ତୁମର ଭଗବାନ ଦେଖିବା ପାଇଁ ଦୃଷ୍ଟି ଶକ୍ତି ନାହିଁ, ତୁମେ ଦେଖିପାରୁନା। ଯାହାଙ୍କର ଦୃଷ୍ଟି ଅଛି, ଯେ ଦେଖୁଛନ୍ତି, ସେ ଯେ କହୁଛନ୍ତି, ତାଙ୍କ କଥାଟା କାହିଁ ସ୍ୱୀକାର କରୁନ? ତୁମେ ଅନ୍ଧ ବୋଲି ନିଜେ କାହିଁକି ନିଜକୁ ଭାବୁନା ଯେ ସ୍ୱୀକାର କର ମୁଁ ପ୍ରକୃତରେ ଅନ୍ଧ, ମୋର ଭଗବାନଙ୍କୁ ଦେଖିବା ପାଇଁ ଦୃଷ୍ଟି ନାହିଁ। ଏ କଥା ନ କହି ଆମେ ଏଡ଼େ ବଡ଼ ନେତା ଅଛୁ, ଆମେ କେତେ କୁଆଡ଼େ ଯାଉଛୁ, କେତେ କି ଜିନିଷ ଦେଖୁଛୁ, ଭଗବାନ ଆମେ ଦେଖିପାରୁନି, ଆଉ ଟିକେ ଦେଖିକି ଯିବ। ଆଚ୍ଛା କିଏ ଦେଖି ଯାଅ, ସେ ଦେଖେଇଦେବ, ଆମର ଦେଖେଇଦେବ, ଆମେ ବିଶ୍ୱାସ କରିବା। ଦେଖିଲେ ଆମେ ବିଶ୍ୱାସ କରିବା, ନ ଦେଖିଲେ ବିଶ୍ୱାସ କରିବା ନା। ଇଂରେଜୀରେ କହନ୍ତି ସିଂ ଇଜ୍ ବିଲିଭିଂ, ଦେଖିଲେ ବିଶ୍ୱାସ କରିବା, ନ ବିଶ୍ୱାସ କରିବା ସିଂ ଇଜ୍ ବିଲିଭିଂ। ଆଉ ଯାହା ସେଥିପାଇଁ ସାଧାରଣ କଥା ଗୋଟେ ଲୋକେ କହନ୍ତି ମଧ୍ୟ, ଏଇବାରେ ସବୁ ଏ ତଥାକଥିତ କଥା, ଯାହା ନ ଦେଖିବ ବେରି ନହେଲେ ପରତେ ନ ଯିବ ଗୁରୁ ବଚନେ, ଏଇଟା କଥା। ଯାହା ଆଖିରେ ଦେଖିବ ନା, ସେ ଗୁରୁ କହିଲେ ସୁଦ୍ଧା ଆମେ ତାକୁ ବିଶ୍ୱାସ କର ନା, ମିଛ କଥା ଏସବୁ। ଆମେ ତ ଦେଖିବା ଗୁରୁ କାଲି କହିଦେଉଛନ୍ତି, ଏଇଟା ଅଛି। କିନ୍ତୁ ଏ କଥା ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଭଗବାନଙ୍କୁ ଦେଖିବା ପାଇଁ ଦୃଷ୍ଟି ନାହିଁ, ସେମାନେ ଅନ୍ଧ। ଏଇଟା ସେମାନେ ଭୁଲି ଯାଉଛନ୍ତି ବା ଏଇଟା ସ୍ୱୀକାର କରୁନାହାନ୍ତି ଯେ ସେମାନେ ଅନ୍ଧ ବୋଲି। ଏ ହେଉଛି ତାତ୍ପର୍ଯ୍ୟ। ସେ ଭଗବାନ ଯେ ସର୍ବତ୍ର ବିଦ୍ୟମାନ ଅଛନ୍ତି, ଯେମିତି ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥଂ କୁହାହେଲା ବ୍ରହ୍ମ ସଂହିତାରେ, ଏପରିକି ସମଗ୍ର ବ୍ରହ୍ମାଣ୍ଡରେ ଅଛନ୍ତି, ସର୍ବତ୍ର ବିଦ୍ୟମାନ ଅଛନ୍ତି, ସବୁ ଜୀବ ହୃଦୟରେ ଅଛନ୍ତି, ଭିତରେ ଅଛନ୍ତି, ବାହାରେ ଅଛନ୍ତି, ଅଣୁ ପରମାଣୁ ମଧ୍ୟରେ ମଧ୍ୟ ଅଛନ୍ତି, ସର୍ବତ୍ର ଅଛନ୍ତି ସେ। ଏ ହେଉଛି ବୈଦିକ ସିଦ୍ଧାନ୍ତ, ଏ ହେଉଛି ମହାଜନମାନଙ୍କର କଥା। ଆଉ ଯୋଉମାନଙ୍କର ସେ ଚକ୍ଷୁ ଅଛି, ସେ ସର୍ବତ୍ର ଦେଖୁଛନ୍ତି। ଯେ ଅନ୍ଧ, ଯାହାର ଏ ଚକ୍ଷୁ ନାହିଁ, ଏ ଦିଗରେ ଅନ୍ଧ, ସେ କିପରି ଦେଖିବ? ସେ କେମିତି ଦେଖିବ? ବରଂ ସ୍ୱୀକାର କରିବା ଉଚିତ, ଏ ମୁଁ ଅନ୍ଧ, ମୋର ସେ ଚକ୍ଷୁ ନାହିଁ ଭଗବାନ ଦେଖିବା। ତେବେ ମୁଁ କେମିତି ଦେଖିବି ବା ଚକ୍ଷୁ କେମିତି ଲାଭ କରିବି, ସେ ବିଷୟରେ ବ୍ୟଗ୍ର ହେବା ଉଚିତ, ସେ ବିଷୟରେ ଜିଜ୍ଞାସା କରିବା ଉଚିତ। ତାର ଉପାୟ ଅଛି। ଅନ୍ଧ ତା ଯେ ଦୃଷ୍ଟି ଶକ୍ତି ହରେଇଛି, ତାର ଡାକ୍ତର ଅଛନ୍ତି ଯେ ଅପରେସନ କରିବେ, ସେ ପୁଣି ଦୃଷ୍ଟି ଶକ୍ତି ଫେରେଇ ଦେଇପାରିବେ। ତାହେଲେ ସେ ଦେଖିବ ସେତେବେଳେ କିପରି ସୂର୍ଯ୍ୟ ଅଛନ୍ତି ବା କିପରି ସବୁ ଜିନିଷ ଅଛି। ସେହିପରି ଯୋଉ ଜ୍ଞାନ ଅନ୍ଧକାର ମଧ୍ୟ ରହିଛନ୍ତି, ଜ୍ଞାନ ଚକ୍ଷୁ ସାହାଯ୍ୟରେ ଦେଖାଯାଏ ଭଗବାନଙ୍କୁ। ସେ ଜ୍ଞାନ ଚକ୍ଷୁ ଉନ୍ମୀଳନ କରନ୍ତି। ଗୁରୁ ବିଶ୍ୱସ୍ମୈ ଶ୍ରୀ ଗୁରୁବେ ନମଃ। ସେ ଗୁରୁଦେବଙ୍କର ପାଦ ପଦ୍ମରେ ଆମେ ପ୍ରଣାମ କରୁଛେ, ଯେ ଗୁରୁଦେବ କୃପା କରିକି ମୋର ଅଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନ ଚକ୍ଷୁ ଖୋଲି ଦେଇଛନ୍ତି, ଯୋଉ ଚକ୍ଷୁରେ ମୁଁ ଭଗବାନଙ୍କୁ ଦେଖୁଛି।
से होचंती डॉक्टर से गुरुदेव होचंती डॉक्टर साधु वैद्य बोली कहा जाए साधु गुरु से जन वैद्य डॉक्टर से ये चक्षु उन्मीलन करदेवे तुम खोलीदेवे तुम जहाँ जो चक्षु बल तुम्हें भगवान को देखिए अथच ये दिगरे तुम्हें जिज्ञासा न करी ना व्यग्र न तुम बड़ गर्व प्रकाश करुच दाम्भिकता प्रकाश करुच जे आमे तो देखुनु भगवान को तेणु भगवान नहांती ता कथा नहीं सेटा ठीक कथा नुहे ए श्लोकरे समस्त वैदिक शास्त्र ने सब महाजन ये कथा कहते भगवान किपरि सर्वत्र विद्यमान अछंती से संबंध कथा कहमको महाजन दीन रतसगंथा महाजन मान जो पदान निर्देश करछंती से पदान अनुसरण करने पड़ो आम ये व्यग्र हवा उचित जे आम कि चक्षु लाभ करवा जो चक्षु लाभ कले आम भगवान को देखिपर भगवान जो अंतर्बही भितर अच्छा बाहर अच्छा सर्वत्र विद्यमान अच्छा इटा कथा ये विशेष कर कहुचे बहु आम परमाराध्य गुरुदेव दीर्घ भाष्य परिष्कार भाव कथा कहते उपनिषद आदि उद्धार करी से कथा कहते प्रमाण कर गीता भागवत सर्वत्र दि जाए कथा तेणु आमको एक विश्वास करने पड़ो एवं से चक्षु लाभ आम व्यग्र हवा उचित से ज्ञान चक्षु लाभ करने व्यग्र हवा उचित तेणु जे उपयुक्त प्रामाणिक गुरु जहाँ चक्षु अच्छी जे चक्षु दे पारे जे साधु वैद्य जे डॉक्टर जे आमर ज्ञान अंधकार दूर कर ज्ञान चक्षु दान करें जो चक्षु बल भगवान को देखिपर से गुरुंर पाखक जावाई पड़ो तांकर शरणापन्न होगापाई पड़ो एवं तांको प्रार्थना करने पड़ो उपदेक्षन्ति ते ज्ञान ज्ञानिन तत्वदर्शिन श्रीमद्भगवद्गीता कही जो मन तत्वदर्शी तत्वद्रष्टा अद्य ज्ञान तत्व ब्रजे ब्रजेन्द्र कुमार कृष्ण होते अद्य ज्ञान तत्व एब्सोल्यूट ट्रुथ तांको जे दर्शन कर सर्वत्र दर्शन कर गुरुदेव से साधु महाजन पाखक जावाई पड़ो से साधु वैद्य इज लाइक डॉक्टर पाखक आमको जावाई पड़ो तेणु प्रार्थना करने पड़ो तद्विधि प्रणिपातेन परिप्रश्नेन सेवया उपदेक्षन्ति ते ज्ञान ज्ञानिन तत्वदर्शिन श्रीमद्भगवद्गीता प्रणिपात परिप्रश्न सेवा तद्विज्ञानार्थं सद्गुरुमेवाभिगच्छेत् समित्पानि श्रोत्रियं ब्रह्मनिष्ठम् उपनिषद कहला ये तत्व विज्ञान तत्व ज्ञान लाभ करने से गुरुदेव पाक जावाई पड़ो जे लाभ कर गुरु परंपरा आसुवा उपयुक्त प्रामाणिक गुरु पाक जावाई पड़ो पदार बिंदरे संपूर्ण रूप निजक समर्पण करने पड़ो शिष्य ते हम साधी मांगताम प्रपन्न मुझे शिष्य हली आप मोर गुरु स्वीकार कली आपन को प्रपन्न हेली संपूर्ण रूपे निजक उत्सर्ग कली आपणकर चरणार बिंदरे स्वाभिमान प्रपन्न आप कृपा करी मत शोधन करंतु ज्ञान तत्व उपदेश दियंतु जो ज्ञान चक्षु खोली दियंतु जो ज्ञान बल भगवान देखिब ज्ञान चक्षु साहाଯ୍ୟ अन्न चक्षु ये जो चक्षु आम लाभ करें ये जड़ चक्षु साहाଯ୍ୟ भगवान को देखिपर यहाँ अंध अज्ञानमय चक्षु अंधकारमय चक्षु अज्ञानता हूँ अंधकार ज्ञान हूँ आलोक ज्ञान आलोक अज्ञान अंधकार ये कहा जाए अज्ञानता हूँ अंधकार ज्ञान हूँ दिव्य ज्ञान ता हूँ आलोकमय चिरंतन चिर आलोक भास्वर से चक्षु लाभ कले आम देखिपर से गुरु पाक न गले से कृपा करी ज्ञान चक्षु ज्ञान अंधकार दूर कर ज्ञान चक्षु खोली नदेले आम कदापि भगवान को देखिपर नहीं ये स्वतः सिद्ध कथा से कहमर से जे भगवान को देखापी भक्ति चक्षु ज्ञान चक्षुटा दरकार
से केमतिका किंतु ब्रह्म संहिता मध्य से कही प्रेमांजन छुरित भक्ति विलोचन संत सदैव हृदय सुविलोकयन्ति ज श्याम सुंदर अचिंत्य गुण स्वरूपम गोविंद आदि पुरुषम तमहु जाने ये कथा ब्रह्म संहिता कही से आदि पुरुष गोविंद को भजन करुची जे श्याम सुंदर अचिंत्य माधुर्य निलय से श्याम सुंदर जे कि अंतर्बही अछंती भितर अछंती बाहर अछंती एवं तांको दर्शन करुचंती का चक्षु बल न प्रेमांजन छुरित भक्ति विलोचन चक्षुरे प्रेम रूपक अंजन लगे कृष्ण प्रेम रूपक अंजन लगे भक्ति चक्षु जे लाभ करिचंती से संत से साधु से भक्त से देखुचंती सुंदर श्याम सुंदर रूप ये कथा कहुच्छी से प्रेमांजन लगे आखिरे से प्रेमांजनटा कि जिनिस से कौटी मिलूची ताहले आमे आखिरे लगेइबा हमर ताहले आमे भक्ति चक्षु लाभ करिबा भगवान को देखिबा इटा विषय जिज्ञासा करबा पई पड़िबो हम ए विषय रे हमको जिज्ञासा करबा पई पड़िबो अनुसंधान करबा पई पड़िबो या ता नहले आमे देखुन बोली भगवान नहांती ए सब कथा नहीं ए सब कथा नहीं तेणु से कहा सुदेखित पथम श्रुत इच्छित श्रवण जिते कर प्रामाणिक गुरु ठारू ए ज्ञान कथा से ज्ञान प्रदान जे करुचंती ज्ञानदाता गुरु तांकर कथा दिव्य कथा भगवान कथा तांको मुखर श्रवण करिवो सेतबेले तुमे जाई देखिबो श्रुते खीत पथम श्रुत इच्छित शुणिले देखिबो आ न शुणी केम देखिबो शुणिले श्रवण कले ए चक्षुटा खोलिबो तुम्हारा ज्ञान चक्षु खोलिबो एटा कथा तात्पर्य श्रवण कले से प्रेमांजनटा तुम आखिरे लागिबो से गुरुदेव ए जरिया रे प्रेमांजन दौचंती सीधा कहा ज्ञानांजन स्वराकया ज्ञान रूपक अंजन प्रेम प्रेम अंजन को लगे चक्षुरे से ताहले से चक्षु आमर खोलुचे आमे देखुचे से भगवान को देखुचे आ ये कथा जे न करिवो जे प्रकृत प्रामाणिक गुरुंकर परामर्श करी तांको ठार श्रवण न करिवो तांकर कृपा लाभ न करिवो से जो प्रेमांजन लगे दउचंदी से अंजन न लगे तार चक्षुरे न लगी पार से केमती देख ये हूँ कथा से उपाय अच्छे ये उपायटा को आमको जानवा पड़ो ए विषय जिज्ञासा करने पड़ो एथि व्याकुल हाँपाई पड़ो व्यग्र हाँपाई पड़ो ता ना केमती हम मुझे देखुना बोले भगवान नहांती एपरी कहवाटा ठीक नुहे मूर्खामी यहाँ मूर्खामी यहाँ हूँ आमर कथा आमर परमाराध्य गुरुदेव भाष्य परिष्कार भाव कथा कहते तेणु तो सब बुझीपार गोटे कथा हम कहे जत बड़े जो माने एपरी गुरु पादश्रय कर गुरुमुखर सर्वदा श्रवण करुचंती कृष्ण कथा गुरुंकर सेवा करी गुरुंकर प्रीति विधान करुचंती गुरु कृपा लाभ कर पारचंती गुरु शुश्रूषया गुरुंकर सेवा कले से कथा कही तद्प्रणिपातेन परिप्रश्नेन सेवया गुरुंकर सेवा करबा पई पड़िबो गुरु को संतुष्ट करबा पई पड़िबो गुरुंकर प्रीति विधान करबा पई पड़िबो अन्य ए मूल्य रे ए मूल्यटा दबा पई अन्य मूल्य किछि नाही गुरुंकर प्रीति विधान करबा पई ताहले गुरुदेव संतुष्ट हेबे एवं विनय सहकार ये जिज्ञासा कर भगवान को देखी पारुनी से भगवान किए मुझे जानी पारुनी मुझे स्वरूप एडी कथा मत जाना आप कृपा करी ए से ज्ञानंजन लगे दिंतु मोर ज्ञान चक्षु खोली दिंतु मुझे परी भगवान को देखी पारि ये प्रार्थना करने गुरुपाद पद्मने ताहले से गुरुदेव
कृपा करके ज्ञान उपदेश देवे। जो ज्ञान उपदेश पाइले तुम ज्ञान चक्षु खुल तुम्हें भगवान को देख ता ना कि देख कारण तुम्हें देखी पार ना तुम बड़ बड़ नेता हिच तु बड़ लोक हिच तु विराट पदवीर अधिकारी हिच या बोलते तुम्हें सब जान सब किसी कर अन्य कहीं देखु ना जानू ना क्या भाई बता मूर्खामी तुम्हें जे अंध एक कथा तुम्हें जो अज्ञ ज्ञानता रूप अंधकार एक कथा स्वीकार करना कहीं यहाँ अज्ञा ये कथा तेणु जो मैंने एपरी गुरुपाद पद्म आश्रय गुरुदेव सेवा नियुक्त अच्छा गुरुंकर विधिविधान कर गुरु कृपा लाभ कर निश्चय भगवान से चक्षु लाभ करेंगे निश्चय भगवान को देखिए एते किसी संदेह नहीं। जहां जहां नेत्र पड़े तहाँ कृष्ण स्फुरे। देखो देखो कृष्ण की बड़ी सर्वत्र विद्यमान अंडांतरस्थम जहाँ कहला परमाणु चयंतरस्थम अणु परमाणु मध्य अच्छा समग्र ब्रह्मांड अच्छा भीतर अच्छा बाहर अच्छा सर्वत्र अच्छा चक्षु आखि अच्छी तो देख बापा आखि नहीं तो कि देख बापा हम देखिपार ना कथा नुहे। तेणु जे परिदर्शन कर गुरुपाद पद्म आश्रय कर जदि कहीं कह भगवान अच्छा तुम्हें देखुच जोर कर भगवान अच्छा मुझे देखुची से सब मत देखा देखा ना तो देखे कि देखे जे अंध या चक्षु नहीं ताको सूर्य देखा से सूर्य देखिपार कौन जिन देखे से देखिपार से अंध तार चक्षु ना कि देख चक्षु आग खोलिले सीना देखा आम देखेले कि देख तुम्हें तुम्हें तो अंध ना तुम्हें तो अंध आम देखे देख भगवान कर देख अंध कर देख आग चक्षु खोला कहो तुम देख इटा कथा तेणु तुम्हें जो अंध इटा आग मानिनी कथा इटा कथा जोर कर कहवाई पड़ो आपरी कहवा उचित ना 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 मुझे देखुनी तुम देखुना कथा कह तुम्हें जब भगवान को देखुच कथा कह कि तेणु जोर कर कह ना भगवान अच्छा मुझे देखुची इटा कथा केमी देखा से अचक लगे तार उपाय अच्छी तुम्हें आस से उपाय आम बतेगा डाक्तर अच्छा पाक जाओ से ऑपरेशन करेंगे से चक्षु तुम मेला करदे चक्षु खोल तुम्हें देख कि हम इटा हूँ आम कथा।